ରବାବୁ ବନ୍ଦ ହବ କି କାଳିଆ ଯୋଜନା? ବନ୍ଦ କରିବା ବାଧ୍ୟ। କାହିଁକି ବନ୍ଦ କରି କେମିତି ଚାଲିବ? ଆଉ ଦେବେ 3100 ଟଙ୍କା ଦେବେ, ଆଉ କାଳିଆ ଯୋଜନା ବି ଚଲେଇବେ, ପିଏମ କିଷାନ ବି ଦେବେ। କାଳିଆଟା ଗୋଟେ ନବୀନ ପଟ୍ଟନାୟକଙ୍କର ଫ୍ଲାଗସିପ୍ ପ୍ରୋଗ୍ରାମ ନା, ସେ କାହିଁ ଚଲେଇବେ? ତ ଏଇଟା କଣ ରିନେମ୍ କରାଯିବ ନା ନୂଆ ନାଁରେ ଆସିବ? ନାଇଁ ଦେବେ, ସେ ଦେବେନି। ଆଉ ସେ ପିଏମ କିଷାନ ରେ ଯେତିକି ଲୋକଙ୍କୁ ଦିଆଉଥିଲା ସେଇଟାରୁ 5 ଲକ୍ଷ ବଢେଇବାକୁ ଚେଷ୍ଟା କରୁଛନ୍ତି। ତ ଲୋକ ଯୋଉଟା ଗଭର୍ଣ୍ଣମେଣ୍ଟ ମିଡିଆ ଦବ, ବାକି ତାଙ୍କର ଏଇଟା 3100 ଟଙ୍କା ଦେବେ ନା ସିଏ। 3100 800 ଟଙ୍କା ପର କେଜି ପର କ୍ୱିଣ୍ଟାଲ ତାଙ୍କୁ ଦବାକୁ ପଡିବ। ତ ଆପଣ କହୁଛନ୍ତି 3100 ଟଙ୍କା ଯେହେତୁ କ୍ୱିଣ୍ଟାଲ ପିଛା ଦିଆଯିବ ଚାଷୀଙ୍କୁ ସୁବିଧା, ତେଣୁ ବର୍ତ୍ତମାନ କାଳିଆ ଯୋଜନା ସେଇଟା ରାଜ୍ୟ ବଜେଟ ରୁ ଦିଆଯିବ, ସେଟା ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ପଇସା ନାହିଁ ନା। 3100 ଟଙ୍କା ବଜେଟ ରୁ କାଳିଆଟାକୁ କାଟିବେ, ତେଣୁ ସେ କିଷାନ ଯୋଉ ବଜେଟ ଆମର ଅଛି କାଳିଆଟା କାଟି ଦେଇକି ଆକୋମୋଡେଟ କରିବେ। ଆଉ ତ କାଳିଆ ଯୋଜନା ମାଧ୍ୟମରେ ଯେତିକି ଫାଇଦା ପାଇଥିଲେ ନବୀନ ପଟ୍ଟନାୟକ ସରକାର, ସେତିକି ଫାଇଦା ଭାରତୀୟ ଜନତା ପାର୍ଟି ସରକାରକୁ ମିଳିବ କି? 3100 ଟଙ୍କା କରିଦେଲେ ଯୋଉମାନେ ଧାନ ବିକୁଛନ୍ତି, ଏଇଟା ତ ଚାଷୀ ମାନଙ୍କୁ ଦିଆଯାଉଛି, କାଳିଆ ମଧ୍ୟ ଚାଷୀ ମାନଙ୍କୁ ଦିଆଯାଉଛି। ତା ଭିତରୁ ଯିଏ ଧାନ ବିକୁଛନ୍ତି, ଅବଶ୍ୟ କାଳିଆ ପାଉଥିବା ଚାଷୀଙ୍କ ସଂଖ୍ୟା ବେଶୀ ଏବଂ ଧାନ ବିକୁଥିବା ଚାଷୀଙ୍କ ସଂଖ୍ୟା କମ୍। ଆମ ଓଡିଶାରେ ହାଲି 14 ଲକ୍ଷ ଚାଷୀ ଧାନ ବିକୁଛନ୍ତି, କିନ୍ତୁ କାଳିଆ ଯୋଜନାରେ ଆମେ 45 ଲକ୍ଷ ଖଣ୍ଡେ ଚାଷୀକି ଆମେ ଦେଇ ଦଉଥିଲୁ, ଉପକୃତ କରୁ, ସେଥିରେ ଲ୍ୟାଣ୍ଡଲେସ୍ ଲେବର ବି ଥିଲେ। ଆଉ ସେଟା ଗୋଟେ, ତେଣୁ ସେ ପିଏମ କିଷାନ ରେ ଯେତିକି ଦିଆଯାଉଛି ସେଟାକୁ ଏକ୍ସପାଣ୍ଡ ଟିକେ କରିବେ। ଆଉ କଣ, ସେଟା ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ଦେଇଦବ, ତାଙ୍କ ନାଁକୁ ଭର୍ତ୍ତି କରିଦେବେ। ଆଉ ତ ସେ କିନ୍ତୁ ଏଇ ଆଉ କାଳିଆଟାକୁ ଉଠେଇଦେବେ। ମୁଁ ଜାଣିଥିଲି ପ୍ରଥମରୁ କାଳିଆ ଉଠେଇବାକୁ ବାଧ୍ୟ ସେମାନେ। ତ ରବାବୁ ଆପଣ କଣ ଭାବୁଛନ୍ତି, କାଳିଆରେ ସେମାନେ ଯେତିକି ଟଙ୍କା ପାଉଥିଲେ ପିଏମ କିଷାନ ରେ ସେତିକି ଟଙ୍କା ମିଳିପାରିବ? ମାନେ ପିଏମ କିଷାନ ତ ସେମାନେ ବର୍ଷକୁ 6000 ଟଙ୍କା ଦଉଛନ୍ତି ନା। ଯୋଉଠି ରାଜ୍ୟ ସରକାର କାଳିଆ ସ୍କିମ ରେ କଣ କଲେ, ସେ 6000 ଦେଇଦେଲେ, ଯୋଉମାନେ 6000 ପାଇଗଲେ ତାଙ୍କୁ 4000 ଦଉଥିଲେ 2ଟା କିସ୍ତିରେ। ବୁଝିଲେ, ଇଏ 2ଟା କିସ୍ତି ଆଉ 10000 ଦଉନଥିଲେ। ତେଣୁ ଇଏ ପିଏମ କିଷାନ ଯଦି 6000 ଦେଇଦେଲେ, ଆଉ 4000 2000 ଆଉ ସେମାନଙ୍କୁ ମିଳିବ ନାହିଁ। କାଳିଆଟା ନ ମିଳିଲେ ମଧ୍ୟ ତାଙ୍କର କମ୍ପେନସେଟ୍ ହେଇଯିବ, ବେଶୀ କମ୍ପେନସେଟ୍ ହେଇଯିବ ଧାନ ବିକିବା ଫଳରେ। ତ ଯୋଉମାନେ ଧାନ ବିକୁ ନାହାନ୍ତି ସେମାନେ ତ ଲୁଜର ହେବେ। ସେମାନେ ଲୁଜର ଟିକେ ହେବେ, ସେମାନେ ଲୁଜର ହେବେ। ତାଙ୍କ ପାଇଁ କଣ ଆଉ ଗୋଟେ କୃଷକ ସଶକ୍ତିକରଣ ଗୋଟେ ଆଉ ଗୋଟେ କଣ ସ୍କିମ୍ ଆଣୁଛନ୍ତି, ଦେଖିବେ ଆପଣ ବଜେଟ ଦିନ ସ୍ପେଶାଲ ବଜେଟରେ ସେଇଟା ମଧ୍ୟ ଆସିବ, ଦେଖିବେ। ତ କାଳିଆ ଯୋଜନା ଟା ବନ୍ଦ କରିବା ପଛରେ ମୂଳ କାରଣ କଣ ହେଇପାରେ ବୋଲି ଆପଣ ଭାବୁଛନ୍ତି? କାଳିଆ ଯୋଜନା ମୂଳ କଥା ହେଲା, ଏଇଟା ଗୋଟେ ନବୀନ ପଟ୍ଟନାୟକ ଫ୍ଲାଗସିପ୍ ପ୍ରୋଗ୍ରାମ 2019 ଇଲେକ୍ସନ ପୂର୍ବରୁ ସେ କରିଥିଲେ, ଇଲେକ୍ସନ ଜିତିଥିଲେ ଏବଂ ଏଇଟା କରିବା ଫଳରେ ପିଏମ କିଷାନ ଯୋଉ ଇମ୍ପାକ୍ଟ ଓଡିଶାରେ ହବା କଥା ସେଟା ଏଇ ଓଡିଶାରେ ସେତିକି ହଉନି। କାଳିଆଟା ସେ ଆଗରୁ କରିଦେଲା, ତ କାଳିଆରେ ଚାଲି ଯାଉଛି। ପିଏମ କିଷାନ ର ଇମ୍ପାକ୍ଟ ବେଟର ରହିବ ଏଇ ନାସନ ସବୁ କାଳିଆ। ଆପଣ ଭାବୁଛନ୍ତି କି ଚାଷୀ ମାନଙ୍କ ଭିତରେ ଗୋଟେ ବଡ ଧରଣର ଆଲୋଚନା ହବ କାଳିଆ ଟଙ୍କା ଯଦି ବନ୍ଦ କରାଯାଏ ହଠାତ୍? ବଡ ଧରଣର ଆଲୋଚନା କଣ ହବ, ଏଇ ଯୋଉ ପିଏମ ଯୋଉ ଚାଷୀ ମାନଙ୍କୁ ଦିଆଯାଉଛି 3100 ଟଙ୍କାର ଯୋଉ ବ୍ୟବସ୍ଥା କରୁଛନ୍ତି, ମୁଁ ଭାବୁଛି ଅନେକ ଚାଷୀ ବେଶୀ ପରିମାଣର ଯୋଉଗୁଡାକ ମୋବିଲାଇଜ କରନ୍ତି, ଚାଷୀ ମାନଙ୍କ ଭିତରେ କୋଉମାନେ ମୋବିଲାଇଜ କରନ୍ତି, ଯୋଉମାନେ ଧାନ ବିକନ୍ତି। ଧାନ ବିକୁନଥିବା ଚାଷୀ ମାନେ ମୋବିଲାଇଜ କରିପାରନ୍ତି ଅନେକ ସମୟରେ, ତାଙ୍କ ପାଇଁ ସଂଗଠନ ବହୁତ ଦୁର୍ବଳ। ସେମାନଙ୍କ ଭିତରେ ଯଦି ସଂଗଠନ କିଏ କରିବ, ଇଏ ସେମାନେ ନିଶ୍ଚୟ ଉତ୍ତୋଳନ କରିବେ, କିଏ କରିବ ସେଇଟା କୋଶ୍ଚିନ୍। ନ୍ୟାଚୁରାଲି କାଳିଆ ଦ୍ୱାରା ଯେତିକି ବେନିଫିଟ, ଯେତିକି ଲୋକ ହଉଛନ୍ତି ସେତିକି ଲୋକ ଏଥିରେ ହେବେନି, କିନ୍ତୁ ବେଶୀ ପଇସା ଯଦି ଦେଖିବେ ଆପଣ, କାଳିଆରେ ଯେତିକି ଅର୍ଥ ଖର୍ଚ୍ଚ ହଉଥିଲା ବର୍ତ୍ତମାନ ସେତିକି ଅର୍ଥ ଆଙ୍କୁ ଏଥିରେ ମଧ୍ୟ ଖର୍ଚ୍ଚ କରିବାକୁ ପଡିବ ନା। ଅଧିକା ଦେଲେ ଅଧିକ ଟଙ୍କା 60 ଲକ୍ଷ ଧାନ କିଣିବେ ନା,
ଲକ୍ଷ କ୍ୱିଣ୍ଟାଲ କିଣିବେ। ରବାବୁ ବ୍ୟକ୍ତିଗତ ଭାବରେ ଯଦି ଆପଣଙ୍କୁ ପଚରା ଯାଏ ଯେ କାଳିଆ ଯୋଜନା ଆଉ 3100 ଟଙ୍କା ଭିତରୁ କୋଉଟାକ ବେଶୀ ରେସନାଲ ଆପଣଙ୍କୁ ଲାଗୁଛି ଏ ଯୋଜନା ଭିତରୁ? ନାଇଁ କାଳିଆ ଯୋଜନାଟା ଆକ୍ଚୁଆଲି ଚାଷୀଟାକୁ ଡିଷ୍ଟ୍ରେସ୍ ପିରିୟଡରେ ସହାୟତା ହଉଥିଲା। ଆରଟା ସେଇଟା ନୁହେଁ, ଏଇଟା ଗୋଟେ ଚାଷଟାକୁ ଧାନ ଚାଷଟାକୁ ଲାଭଦାୟକ କରିବାରେ ଏଇଟା ଗୋଟେ ସାହାଯ୍ୟ ହବ ଦାମ ବଢିବା ଫଳରେ। କିନ୍ତୁ ଯୋଉମାନେ ଏଥିରେ ବହୁତ ସ୍ମଲ ଫାର୍ମର ଥିଲେ, ଯୋଉମାନେ ଧାନ ବିକନ୍ତିନି, ସେମାନେ କାଳିଆରେ ପାଉଥିଲେ। ଇଭିନ୍ ଲ୍ୟାଣ୍ଡଲେସ୍ ଏଗ୍ରିକଲଚର ୱାର୍କର ମାନେ ମଧ୍ୟ ଦିଆ ହଉଥିଲା, ଯୋଉମାନେ କେବଳ ଚାଷ କରୁଛନ୍ତି, ଚାଷରେ ଶ୍ରମିକ ଅଛନ୍ତି, ସେମାନେ ପାଇଁ ମଧ୍ୟ ଏଥିରେ ଗୋଟେ ସ୍କୋପ ଥିଲା। ଆଉ ସେ ଦୃଷ୍ଟିରୁ କ୍ଷତିଗ୍ରସ୍ତ ବହୁତ ଲୋକ ହେବେ, କିନ୍ତୁ ହେଲେ ମଧ୍ୟ ଏଇ ଧାନରେ ଯୋଉ ଅଧିକାରଟା ହେଇଯିବ, ଧାନଟା ପାଇବେ, ଯୋଉ 12 ଲକ୍ଷ 14 ଲକ୍ଷ ଚାଷୀ ଧରନ୍ତୁ ଯେ ଧାନ ବିକ୍ରି ହବ, କମ ବି ବେଶୀ ଅଛନ୍ତି, କିନ୍ତୁ ସେମାନଙ୍କର ମୋବିଲାଇଜିଂ କାପାସିଟି ଅଧିକ। କିନ୍ତୁ ଏ ଯୋଉ କାଳିଆ ଯୋଜନା ଆଉ 3100 ଟଙ୍କା ଧାନ କ୍ୱିଣ୍ଟାଲ, ଏ ଦିଟା ଏକା ସାଙ୍ଗରେ ଚଲେଇବା ପାଇଁ ସରକାରଙ୍କର ସାମର୍ଥ୍ୟ ଅଛି କି? ନାଇଁ ସିଏ ମୁଁ ଭାବୁଛି ଦିଟାକ ଯଦି ସରକାର ଚାହିଁବେ ଦିଟା ଚଲେଇ ପାରିବେ, କି ଚଲେଇଲେ ମଧ୍ୟ ଓଡିଶାରେ ସାମର୍ଥ୍ୟ ବିଲକୁଲ ନାହିଁ ଏଥିରେ ମୁଁ କହିବି ଠିକ ହବ ନାହିଁ। କିନ୍ତୁ ଏଇଟା କାହିଁକି ସେ ଚଲେଇକି ନବୀନ ପଟ୍ଟନାୟକଙ୍କୁ କାହିଁକି ରାଜନୀତି ଦୃଷ୍ଟିରୁ ଫାଇଦା ଦେଲେ? ଏଇଟା ନବୀନ ପଟ୍ଟନାୟକଙ୍କ ସ୍କିମ୍ ଭାବରେ ଲୋକ ଭିତରେ ପଶି ଯାଇଛି ନା। ଏହାର ନାଁ ପରିବର୍ତ୍ତନ କରାଯାଇ ପାରିବ, କାଳିଆ ବଦଳରେ ଆଉ କିଛି ଅଣାଯାଇ ପାରିବ ନାଁରେ। ମୁଁ କହୁଛି ବିଜୁ ଯୋଉ କୃଷକ ସଶକ୍ତିକରଣ ଯୋଜନା ଗୋଟେ ଆସିବ ଏଥର ଦେଖିବେ, ସେଇଥିରେ ସେଇମାନଙ୍କୁ ଆଡ୍ରେସ କରିବା ପାଇଁ କିଛି କରିପାରନ୍ତି। ଆପଣ ଭାବୁଛନ୍ତି କେନ୍ଦ୍ର ସରକାର ଯୋଉ ନ୍ୟାଚୁରାଲ ଫାର୍ମିଂ ପାଇଁ ଯୋଉ କରିଛନ୍ତି, ସେଥିରେ ମଧ୍ୟ କିଛି କନସେପ୍ଟ ଆଣିକି ଏଠି ମଧ୍ୟ କରିବାର କିଛି ବ୍ୟବସ୍ଥା କରିପାରନ୍ତି। ସେ ଚାଷୀ ମାନଙ୍କ ପାଖରେ ବିଶେଷ ସମୟରେ କି ସହାୟତା ପହଞ୍ଚେଇବା କଥା, ଏଇଟା ମେନ୍ ଉଦ୍ଦେଶ୍ୟ ପିଏମ କିଷାନ କରୁଛି। କାଳିଆ ମଧ୍ୟ ସେଇ ଦୃଷ୍ଟିରୁ ବହୁତ ସହାୟକ ହେଇଥିଲା ସେଇ ସମୟରେ ଚାଷୀ ଆତ୍ମହତ୍ୟା। ଦେଖନ୍ତୁ ଏଇ ସବୁ ହେଲା ପରେ ଓଡିଶାରେ ଚାଷୀ ଆତ୍ମହତ୍ୟାରେ ବହୁତ କମି ଯାଇଛି, ଆପଣ ଦେଖିଥିବେ। ତ କାଳିଆ ଯୋଜନା ପାଇଁ କଣ ଚାଷୀ ଆତ୍ମହତ୍ୟା କମିଛି? ଆଉ କାଳିଆ ଯୋଜନା ପାଇଁ ନୁହଁ, ଗୋଟେ ୱାନ୍ ଅଫ୍ ଦ ରିଜିନ୍ ଗୋଟେ ଡିଷ୍ଟ୍ରେସ୍ ପିରିୟଡରେ ପାଉଥିଲେ, ଏବଂ ପିଏମ କିଷାନ ସେ ଦୃଷ୍ଟିରୁ ମଧ୍ୟ ବି ଗୋଟେ ଶୀତଳ ସମୟରେ ଯେତେବେଳେ ତାଙ୍କର ଇନପୁଟର ଆବଶ୍ୟକତା କରୁଛି, ଋଣ ବଢି ଯାଇଛି, ଆଉ ଇନପୁଟ ପାଇପାରନ୍ତିନି, କଣ କରନ୍ତି? ତ ଏଇଟା ଗୋଟେ ସାହାଯ୍ୟ କରୁଥିଲା ନା। ତ ଇଏ ଗୋଟେ ବ୍ୟାପକ ପରିବର୍ତ୍ତନ ଆସୁଛି, କାଳିଆ ଯୋଜନା ପରିବର୍ତ୍ତନ ହେଇ ନୂଆ ସ୍କିମ୍ ଲଞ୍ଚ ହଉଛି, ଆଉ ଧାନ କ୍ୱିଣ୍ଟାଲ 3100 ଟଙ୍କା ମିଳୁଛି। ଦେଖିବା କଥା ଯେ ନୂଆ ସ୍କିମ୍ ଲୋକଙ୍କୁ କେତେ ବେନିଫିଟ ଦଉଛି, ଆଉ ପ୍ରକୃତରେ ଚାଷୀ ମାନଙ୍କ ଭିତରେ କଣ ପ୍ରତିକ୍ରିୟା ସୃଷ୍ଟି ହଉଛି, ଏ ହଉଛି ସବୁଠାରୁ ବଡ କଥା ବର୍ତ୍ତମାନ ସମୟରେ। ଚାଷୀ ମାନଙ୍କ ଭିତରେ ମୁଁ କହିଲି ଯୋଉମାନେ କ୍ଷତିଗ୍ରସ୍ତ ହେବେ ତାଙ୍କ ଭିତରେ ସଂଗଠନ କରିବା ପାଇଁ ବିଜେଡି ବାଲା ପ୍ରସ୍ତୁତ ଅଛନ୍ତି, କେତେ ଦେଖିବାକୁ ପଡିବ। ଏବଂ ଯୋଉମାନେ କୃଷକ ସଂଗଠନ ମାନେ ସେମାନେ କଣ କରୁଛନ୍ତି, ତାହେଲେ ମୂଳ ପ୍ରଶ୍ନ ଯୋଉଟା ରହିଛି, ଏଇଟା ଯୋଉଟା 3100 ଟଙ୍କା ହବ, ଯୋଉ ଚାଷୀ ମାନଙ୍କର ବରାବର ଦାବି ଅଛି, ସାରା ଭାରତ ବର୍ଷର ଅଛି, ଏଠି ମଧ୍ୟ ଅଛି, ଆକୁ ଗୋଟେ ଲିଗାଲ ଫ୍ରେମୱାର୍କ ଆଣିବା ପାଇଁ ଆଠୁ କମରେ ଆଉ ବିକ୍ରି ହେଇପାରିବନି ରାଜ୍ୟରେ, ଏଇଟା ତ ଗୋଟେ କରିବା କଥା। ଡିଷ୍ଟ୍ରେସ୍ ଆଉ ହେଇପାରିବନି, ଏଥିପାଇଁ ଲେଜିସ୍ଲେସନ ଆଣନ୍ତୁ, ଏଇଟା ଚାହିଁବେ ଅନେକ ଚାଷୀ ମଧ୍ୟ।